ନା ସୁରେଶ ଚନ୍ଦ୍ର ଦାସ ହରିଚନ୍ଦନପୁର ବଡ଼ବଡ଼ ମନ୍ଦିର ଯେ ଆମେ ଏଠି ଯେଉଁ ପ୍ରସାଦ ପ୍ରସ୍ତୁତି କରିଛେ ଘରେ ଯେଉଁ ରୋଷେଇ କରୁଛେ ସେ ବି ପ୍ରସାଦ ଯେଉଁ କାରଣ ମନ୍ଦିରରେ ବି ସେ ପ୍ରସାଦ ମନ୍ଦିରରେ ପ୍ରସ୍ତୁତି ହେଉଛି ଘରେ ହେଉଛି ଯେଉଁଠି ପ୍ରସାଦ ଆପଣ ପ୍ରସ୍ତୁତି କରିବେ ତାଙ୍କୁ କୌଣସି ଠାକୁରଙ୍କ ଉଦ୍ଦେଶ୍ୟରେ ଆମିଷ ଭୋଗ ହେଲେ ବି ଠାକୁର ଯେଉଁ ଗ୍ରାମ ଦେବତୀ ଥିବେ ଗାଁରେ ତାଙ୍କ ନାଁରେ ପାଣି ଛିଡ଼ିଯାଉଛି ବା ଅନ୍ୟ କୌଣସି ପିତୃପୁରୁଷଙ୍କ ନାଁରେ ତାଙ୍କର ଇଚ୍ଛାକୁ ଯାଉଛି ଯାହା ଆମର ପୁରୁଷ ଧରି ଲାଗିଯାଇଛି ତାପରେ ଗାଁରେ ଯେଉଁ ଠାକୁର ଥିବେ ତାକୁ ପ୍ରସାଦ ସମର୍ପଣ କରୁଛୁ ଆମେ ଯେକୌଣସି ଗାଁକୁ ଯାଉଛୁ ରୋଷେଇ କରିବାକୁ ପୁଣି ବାହାର ଭୋଜି ହେଲା ଅନ୍ୟାନ୍ୟ ଭୋଜି ହେଲା ଯିଏ ଠାକୁରଙ୍କ ଉଦ୍ଦେଶ୍ୟ ନହେଲେ ବି ଆମେ ସେଇ ଗାଁରେ ଯିଏ ଠାକୁର ଥିବେ ତାଙ୍କ ଉଦ୍ଦେଶ୍ୟ ବି ତାକୁ ଅର୍ପଣ କରିକି ତାପରେ ଅନ୍ୟାନ୍ୟ ଲୋକମାନଙ୍କୁ ଖାଇବାକୁ ଦିଏ ତେଣୁ ଆପଣ ଘରେ ପ୍ରସ୍ତୁତି କଲେ ଯେକୌଣସି ଆପଣ ଭାତ ଥାଳି ଖାଇଲା ବେଳେ ବି ମଧ୍ୟ କୌଣସି ଠାକୁରଙ୍କ ଉଦ୍ଦେଶ୍ୟରେ ଆପଣ ଯଦି ଆରାଧ୍ୟ ଦେବ ଡାକିବେ ଯେକୌଣସି ଠାକୁର ଜଗନ୍ନାଥଙ୍କୁ ଡାକନ୍ତୁ ଗୋପୀନାଥଙ୍କୁ ଡାକନ୍ତୁ ରାଧାମାଧବଙ୍କୁ ଡାକନ୍ତୁ ବା ସାକ୍ଷୀବଳଙ୍କୁ ଡାକନ୍ତୁ ବା ଯେ ଠାକୁର ଲିଙ୍ଗରାଜ ହୁଅନ୍ତୁ ଲୋକନାଥର ଆମକୁ ତାଙ୍କୁ ସ୍ମରଣ କରି ଖାଇବେ ତେଣୁ ସେ ପ୍ରସାଦ ହେଇଗଲା ସାତ୍ଵିକ ଖାଦ୍ୟ ଗଲା ଆଧ୍ୟାତ୍ମିକ ଉପରେ ଆଉ ଯଦି ଆମେ ଠାକୁର ନ ଡାକି ଖାଇଦେଉଛେ ସେଇଟା ଗୋଟେ ଆସୁରିକ ଭୋଜନ ହେଇଗଲା ଯେକୌଣସି ଠାକୁର